ଦିନେ ସକାଳୁ ସକାଳୁ ମିକି, ରାନୀ, କାଳୁ ମର୍ଣ୍ଣିଂ ୱାକ୍ କରୁଥିଲେ। ହଠାତ୍ ମିକିର ମନେ ପଡ଼ିଗଲା। ମିକି କାଳୁକୁ କହିଲା, କାଳୁ, ଏଇ ତ ମା ତାରିଣୀଙ୍କର ଚୈତି ଯାତ୍ରା ପହଞ୍ଚି ଗଲାଣି। ଆମେ କ'ଣ ଘଟଗାଁ ଆଡ଼େ ବୁଲିବାକୁ ଯିବା ନାହିଁ କି? କାଳୁ କହିଲା, ହଁ ହଁ ମିକି ନାନୀ, ମୋର ତ ଏକଥା ମନେ ନଥିଲା। ଚାଲ ଆମେ ଟିକି ନାନୀଙ୍କୁ ଏ ବିଷୟରେ କହିବା, ଆଉ ସମସ୍ତେ ମିଶି ଘଟଗାଁକୁ ଯିବା। ତାପରେ କାଳୁ, ରାନୀ ଏବଂ ମିକି ମିଶି ଟିକି ନାନୀ ଘର ଆଡ଼କୁ ଗଲେ। ସେତିକିବେଳେ ଟିକି ଦାଣ୍ଡ ବାହାରେ ଥିଲା। ମିକିକୁ ଦେଖି ଟିକି ନାନୀ କହିଲା, କ'ଣ କିଲୋ ମିକି, ଆଜି ବହୁତ ଖୁସି ଜଣା ପଡ଼ୁଛୁ। କ'ଣ ହୋଇଛି କି? ଆଜି ବହୁତ ଖୁସି ମନରେ ମୋ ଘର ଆଡ଼କୁ ବୁଲିବାକୁ ଆସୁଛ? ମିକି କହିଲା, ହଁ ହଁ ଟିକି ନାନୀ, ଆଜି ଆମେ ବହୁତ ଖୁସି ଅଛୁ। ତୁମର କ'ଣ ମନେ ନାହିଁ କି? ଟିକି କହିଲା, ମିକିଲୋ, ତୁ କୋଉ କଥା ବିଷୟରେ କହିବାକୁ ଚାହୁଁଛୁ କହୁନୁ? ମିକି କହିଲା, ଟିକି ନାନୀ, ମା ତାରିଣୀଙ୍କର ଚୈତି ଯାତ୍ରା ପହଞ୍ଚିଲାଣି। ତୁମର କ'ଣ ମନେ ନାହିଁ କି? ଟିକି କହିଲା, ହଁ ଲୋ ମିକି, ମୁଁ ତ ମା ତାରିଣୀଙ୍କର ଚୈତି ଯାତ୍ରା କଥା ପୁରା ଭୁଲି ଯାଇଥିଲି। ଭଲ କଲୁ, ତୁ ମନେ ପକାଇ ଦେଇଛୁ। ମିକି କହିଲା, ଟିକି ନାନୀ, ଆମେ ପରା ସେଥିପାଇଁ ତୁମ ପାଖକୁ ଆସିଥିଲୁ। ଆମେ ସମସ୍ତେ ମିଶି ମା ତାରିଣୀଙ୍କର ଚୈତି ଯାତ୍ରା ଦେଖିବାକୁ ଯିବା ବୋଲି। କ'ଣ କହୁଛ? ଟିକି କହିଲା, ହଁ ହଁ, ଆମେ ସମସ୍ତେ ଚୈତି ଯାତ୍ରା ଦେଖିବାକୁ ଯିବା। ଚାଲ ସମସ୍ତେ ଶୀଘ୍ର ଶୀଘ୍ର କାମ ସାରି ବାହାରି ଯିବା। ତାପରେ ସେମାନେ ସମସ୍ତେ ବାହାରିଲେ ମା ତାରିଣୀଙ୍କ ଚୈତି ଯାତ୍ରା ଦେଖିବାକୁ। ବାଟରେ ଗଲାବେଳେ ମିକି କହୁଛି, ଟିକି ନାନୀ, ଆମେ ତ ସବୁ ବର୍ଷ ମା ତାରିଣୀଙ୍କର ଚୈତି ଯାତ୍ରା ଦେଖିବାକୁ ଯାଉଛୁ, ହେଲେ ଚୈତି ଯାତ୍ରାର ରହସ୍ୟଟା କ'ଣ? କ'ଣ ପାଇଁ ଏହି ପଣା ସଂକ୍ରାନ୍ତି ଦିନକୁ ମା ତାରିଣୀଙ୍କର ବଡ଼ ପର୍ବ ବୋଲି କୁହନ୍ତି? ଲୋକମାନେ କାହିଁକି ଏହି ପର୍ବକୁ ମା ତାରିଣୀଙ୍କର ବଡ଼ ପର୍ବ ବୋଲି ମାନି ଆସୁଛନ୍ତି, ମୋତେ ଟିକେ କହିବ କି? ଟିକି କହିଲା, ତୁ ମା ତାରିଣୀଙ୍କ ବିଷୟରେ ଜାଣିନୁ କିଲୋ ମିକି? ମିକି କହିଲା, ନା ନା ଟିକି ନାନୀ, ମୁଁ ମା ତାରିଣୀଙ୍କ ବିଷୟରେ କିଛି ବି ଜାଣିନି। ମୁଁ ଖାଲି ପ୍ରତ୍ୟେକ ବର୍ଷ ଯାତ୍ରା ଦେଖିବାକୁ ଯାଏ। ଯାତ୍ରାର ମାନେ କ'ଣ ମୁଁ ଜାଣେ ନା। ଟିକି ନାନୀ, ତୁମେ ଯଦି ମା ତାରିଣୀଙ୍କର ଚୈତି ଯାତ୍ରା ବିଷୟରେ ଜାଣିଛ, ମୋତେ ଟିକେ କହିବ କି? ମୋର ମା ତାରିଣୀଙ୍କ ବିଷୟରେ ବହୁତ ଜାଣିବାକୁ ଇଚ୍ଛା ଅଛି। ଟିକି କହିଲା, ହଉ, ତୁମେ ଯଦି ଜାଣିବାକୁ ଚାହୁଁଛ ଶୁଣ, ମୁଁ ମା ତାରିଣୀଙ୍କ ବିଷୟରେ ସବୁ କହୁଛି। ଟିକି ଚଢ଼େଇ କହିଲା, ଯେତେବେଳେ ମା ତାରିଣୀ ଶାଳୁଆ ବଣ ଭିତରେ ରହୁଥିଲେ, ସେତେବେଳେ ଜଣେ ଶବର ତାହାର ଦୁଇ ପୁଅଙ୍କୁ ନେଇ ସେହି ଶାଳୁଆ ବଣକୁ କାଠ ସଂଗ୍ରହ ନିମନ୍ତେ ଯାଇଥିଲା। ଶାଳୁଆ ବଣ ଭିତରେ ବାପା କାଠ ସଂଗ୍ରହ କରୁଥିବା ବେଳେ ଦୁଇ ଜଣ ପୁଅ ବରକୋଳି ଗଛରେ ଚଢ଼ି ବରକୋଳି ଖାଉଥିଲେ ଏବଂ ଖାଇସାରି ସେହି ଅଇଁଠା କୋଳି ମଞ୍ଜିକୁ ତଳେ ପକାଉଥିଲେ। ସେହି ଅଇଁଠା କୋଳି ମଞ୍ଜି ଆସି ସିଧା ମା ତାରିଣୀଙ୍କର ମଥା ଉପରେ ପଡ଼ୁଥିଲା। ମଥା ଉପରେ ଅଇଁଠା କୋଳି ମଞ୍ଜି ପଡ଼ିବାରୁ ପାଷାଣ ତାରିଣୀ ମା ରାଗିଯାଇ ନାଗ ସାପ ରୂପ ଧାରଣ କଲେ ଏବଂ ସେହି ପୁଅର ଗୋଡ଼ରେ ଯାଇ ଚୋଟ ମାରିଲେ। ପୁଅଟି ଜୋରରେ ପାଟି କରି କାନ୍ଦି ଉଠିଲା। ପୁଅର କାନ୍ଦିବା ଶବ୍ଦ ଶୁଣି ତା ବାପା ଦୌଡ଼ି ଆସି ଦେଖିଲା ବେଳକୁ ନାଗସାପ ପୁଅର ଗୋଡ଼ରେ କାମୁଡ଼ି ଦେଇ ଚାଲି ଯାଉଛି। ଶବରଟି ରାଗରେ ଦୌଡ଼ି ଯାଇ ଧରିଥିବା କୁରାଢ଼ୀରେ ନାଗସାପର ମୁଣ୍ଡକୁ ଗୋଟିଏ ଚୋଟ ମାରିଲା। ନାଗସାପ ମୁଣ୍ଡରୁ ରକ୍ତ ଝରିବାରେ ଲାଗିଲା। ତାପରେ ଶବର ତା ପୁଅ ପାଖକୁ ଗଲା। ପୁଅକୁ ଭଲ କରିବା ପାଇଁ ଚେଷ୍ଟା କରୁଥିଲା। ପୁଣି ସେ
ସାପ କୁଆଡ଼େ ଗଲା ବୋଲି ଦେଖିଲା ବେଳକୁ ସେଠାରେ ମା ତାରିଣୀଙ୍କର ପାଷାଣ ମୂର୍ତ୍ତି ମୁଣ୍ଡରୁ ରକ୍ତ ଝରଝର ବୋହି ଯାଉଛି। ଶବରଟି ବୁଝିପାରିଲା ସେ ନାଗସାପ ଆଉ କେହି ନୁହେଁ, ସେ ନାଗସାପ ମା ତାରିଣୀ ରୂପରେ ଆସିଥିଲେ। ଶବରଟି ମାଙ୍କୁ କୁରାଢ଼ୀରେ ଆଘାତ କରିଥିବାରୁ ବହୁତ ମନ ଦୁଃଖ କଲା ଏବଂ ମାଙ୍କର ପାଦ ତଳେ ପଡ଼ିଗଲା। ମା ମୋତେ କ୍ଷମା କର, ମୁଁ ଜାଣି ନ ପାରି, ପୁଅର କଷ୍ଟକୁ ଦେଖି ନ ପାରି, ମୁଁ ତୁମକୁ ଚିହ୍ନି ନ ପାରି ତୁମ ମୁଣ୍ଡକୁ କୁରାଢ଼ୀରେ ଆଘାତ କରିଛି। ମୋତେ ଦଣ୍ଡ ଦିଅ ମା, ମୋତେ କ୍ଷମା କର ମା କହି ଶବର ଜଣକ ବହୁତ ମନ ଦୁଃଖ କରି କାନ୍ଦିଲା। ମା ଆବିର୍ଭାବ ହୋଇ କହିଲେ, ରେ ଶବର, ତୋ ଭକ୍ତିରେ ମୁଁ ସନ୍ତୁଷ୍ଟ ହେଲି। ଆଜିଠାରୁ ତୁ ଆଉ କେବେ ପୁନର୍ଜନ୍ମ ପାଇବୁ ନାହିଁ। ଆଜିଠାରୁ ତୁ ଆଉ ତୋର ଦୁଇ ପୁଅ ମୋ ପାଖରେ ପାଷାଣ ହୋଇ ରହି ମୋ ସହିତ ପୂଜା ପାଇବେ। ଆଜି ହେଉଛି ଚୈତ୍ର ମାସର ଶେଷ ଦିନ, ମହାବିଷୁବ ସଂକ୍ରାନ୍ତି। ଆଜି ଦିନଟି ମୋ ପାଇଁ ସବୁଠାରୁ ବଡ଼ ଦିନ ହେବ। ଆଜି ଦିନରେ ମୋର ପର୍ବ ହେବ। ଆଉ ଆଜି ମୋତେ ମୁଠାଏ ଅରୁଆ ଚାଉଳ, ବେଲପତ୍ର, ନଡ଼ିଆ, ମନ୍ଦାର ଫୁଲ ଦେଇ ଯିଏ ତାର ଦୁଃଖ ଜଣାଇବ, ମୁଁ ତାର ଦୁଃଖ ନିଶ୍ଚୟ ଦୂର କରିବି। ଏହା କହି ମା ତାରିଣୀ ପାଷାଣ ହୋଇଗଲେ। ସେଥିପାଇଁ ପ୍ରତ୍ୟେକ ଓଡ଼ିଆବାସୀ ଏହି ଦିନକୁ ଓଡ଼ିଆ ନୂଆ ବର୍ଷ ରୂପେ ପାଳନ କରନ୍ତି। ନୂଆ ପୋଷାକ ପିନ୍ଧି ପଣା ପିଇ ନିଜ ନିଜ ତୁଳସୀ ଚଉରାରେ ବସ୍ତ୍ର ମାଠିଆ ଟାଙ୍ଗନ୍ତି। ମା ତାରିଣୀଙ୍କୁ ପୂଜା ଅର୍ଚ୍ଚନା କରି ଜୀବନର ସୁଖ ସମୃଦ୍ଧି କାମନା କରନ୍ତି। ଏଣୁ ଏହି ଦିନକୁ ଆମେ ପଣା ସଂକ୍ରାନ୍ତି ବୋଲି ମାନିଥାଉ। ମିକିଲୋ, ଏହା ହେଉଛି ମା ତାରିଣୀଙ୍କର ଚୈତି ଯାତ୍ରାର ରହସ୍ୟ। ଏତିକି କାହାଣୀ ଶୁଣିଲା ଭିତରେ ସେମାନେ ଘଟଗାଁରେ ପହଞ୍ଚି ମା ତାରିଣୀଙ୍କର ଚୈତି ଯାତ୍ରା ଦେଖିଲେ ଏବଂ ମା ତାରିଣୀଙ୍କୁ ପୂଜା ଅର୍ଚ୍ଚନା କରି ନିଜ ନିଜର ମନୋବାଞ୍ଛା ଜଣାଇଲେ। ଏହି କାରଣରୁ ମା ତାରିଣୀ ଆଜି ଯାଏ ତାଙ୍କ ହାତରୁ ପୂଜା ପାଉଛନ୍ତି। ମା ତାରିଣୀ କାହାଣୀ ସମାପ୍ତ।